ପିଲାମାନେ ଆମେ ଆଜି ପଢ଼ିବାକୁ ଯାଉଛେ ଦ ଇଭଲ୍ୟୁସନ୍ ମିନ୍ସ ଦେର୍ ଇଜ୍ ଏ ଚେଞ୍ଜ ବା କିଛି ଗୋଟେ ପରିବର୍ତ୍ତନ। ଆମେ ଗୋଟେ ଏକ୍ଜାମ୍ପଲ୍ ନେଇପାରିବା ଯାହାକି ଆଗ କାଳରେ ଯେଉଁମାନେ ବା ଗଲା ଜାତିର ମାଙ୍କଡ଼ ମାନେ ରହୁଥିଲେ ସେମାନେ କ୍ରମତଃ ଇଭଲ୍ୟୁସନ୍ କ୍ରମେ ମଣିଷ ଭାବେ ପରିବର୍ତ୍ତନ ହେଇଛନ୍ତି। ଦେଖିବା ତାର ଏକ୍ଜାମ୍ପଲ୍ ଦେଖାଉଛି ତମକୁ। ଦେଖ ପିଲାମାନେ, ମଣିଷ ପ୍ରଥମେ ମାଙ୍କଡ଼ ଥିଲା, ତାପରେ କ୍ରମେ କ୍ରମେ ନିଜର ପରିବର୍ତ୍ତନ କଲା। ମାଙ୍କଡ଼ ପ୍ରଥମେ କଥା କହିପାରୁନଥିଲା, କିନ୍ତୁ ମଣିଷ କଥା କହିପାରେ। ଯେହେତୁ ମାଙ୍କଡ଼ର ପିଠି ଦେଖନ୍ତୁ ବଙ୍କା ଅଛି, କିନ୍ତୁ ମଣିଷର ମେରୁଦଣ୍ଡ ପୁରା ସିଧା ଅଛି। ଆଉ ମାଙ୍କଡ଼ ବେକ ସବୁଠୁ ଛୋଟ, କିନ୍ତୁ ମଣିଷର ବେକ ଅପେକ୍ଷାକୃତ ଭାବେ ବଡ଼ ଅଛି। ଆଉ ମାଙ୍କଡ଼ର ଚାଲିଲା ବେଳେ ତାର ପାଦ କେବେ ହେଲେ ଭୂମିକୁ ଟଚ୍ କରେନି, କିନ୍ତୁ ମଣିଷ ଚାଲିଲା ବେଳେ ତାର ସୋଲ୍ ବା ପାଦ ଭୂମିକୁ ଟଚ୍ କରିଥାଏ। ଆଉ ମାଙ୍କଡ଼ ଦେଖିବେ ଲୋମ ବହୁତ, ଏବଂ ସେ ଲୋମ ଗୁଡ଼ା ବହୁତ ଖଦଡ଼ିଆ, କିନ୍ତୁ ମଣିଷ ଦେହରେ ଲୋମ ଗୁଡ଼ିକ ବହୁତ ପାଲିସ୍ ଏବଂ ତାର କମ୍ ଲୋମ ଥାଏ। ତେଣୁ ଏଥିରୁ ଆମେ କ'ଣ ଶିଖିଲେ? ଇଭଲ୍ୟୁସନ୍ କ୍ରମେ ମାଙ୍କଡ଼ କ୍ରମେ କ୍ରମେ ମଣିଷ ହେଇଯାଇଛି, ଏବଂ ତାର ଗୋଟେ ଯେଉଁ ପରିବର୍ତ୍ତନ ଘଟିଛି ସେଇଟା ତାର ନିଜର ଏନଭାୟରନମେଣ୍ଟ ଦ୍ୱାରା ପରିବର୍ତ୍ତନ ହେଇଛି। ଏନଭାୟରନମେଣ୍ଟ ବା ନିଜର ସରାଉଣ୍ଡିଂ ଯେଉଁଟା କହୁଛନ୍ତି ତା ଦ୍ୱାରା ହିଁ ପରିବର୍ତ୍ତନ ହେଇଛି। ବର୍ତ୍ତମାନ ତାହେଲେ এই ଚିତ୍ରରେ ଆମେ କ'ଣ ଜାଣିଲେ? ମାଙ୍କଡ଼ର ଇଭଲ୍ୟୁସନ୍ ବା ପରିବର୍ତ୍ତନ କ୍ରମେ ମଣିଷ ପାଲଟିଛି। ତାପରେ ଦେଖନ୍ତୁ ଆମେ ଆଉ ଗୋଟେ ଏକ୍ଜାମ୍ପଲ୍ ନେବା, ଯାହା ହେଉଛି ଜିରାଫର ଏକ୍ଜାମ୍ପଲ୍। ଜିରାଫ ମଧ୍ୟ, ଆପଣ ଯେବେ ଜିରାଫ ଦେଖୁଛନ୍ତି, ବର୍ତ୍ତମାନ ଆଗ କାଳରେ ଜିରାଫ ସେମିତି ନଥିଲା। ଜିରାଫର ବେକ ଅତି ଛୋଟ ଥିଲା ଏବଂ ତାର ଗୋଡ଼ ମଧ୍ୟ ଛୋଟ ଥିଲା, ଏବଂ ସେ ଘାସ ଖାଇ ନିଜର ଜୀବନଯାପନ କରୁଥିଲା ପୂର୍ବରୁ। କିନ୍ତୁ ଯେତେବେଳେ ଘାସ ଧୀରେ ଧୀରେ କମି କମି ଆସିଲା, ଏଠା ଦେଖନ୍ତୁ ଏଇ ଯେଉଁ ଜିରାଫର ଆଗ କାଳରେ ଜିରାଫ ଏମିତି ହିଁ ଥିଲା। ତାର ବେକ ବହୁତ ଛୋଟ ଥିଲା ଏବଂ ତାର ଗୋଡ଼ ମଧ୍ୟ ବହୁତ ଛୋଟ ଥିଲା, କିନ୍ତୁ କ୍ରମେ କ୍ରମେ ଯେତେବେଳେ ଘାସ ସରି ଆସିଲା, ସେ ଗଛ ଉପରେ ଥିବା ପତ୍ରରୁ ଖାଇବାକୁ ଲାଗିଲା ଏବଂ ତା ବେକକୁ ସିଧା କରିବାରେ ଲାଗିଲା। ତ ସେଥିପାଇଁ ଇଭଲ୍ୟୁସନ୍ କ୍ରମେ କ୍ରମେ ତାର ବେକଟି ମଧ୍ୟ ଲମ୍ବା ହେଇଗଲା। ଏଠା ଦେଖନ୍ତୁ ଏଇ ଯେଉଁ ଜିରାଫର ବେକ ବହୁତ ଛୋଟ ଏବଂ ଗୋଡ଼ ମଧ୍ୟ ସବୁ ଛୋଟ। ଏଇ ଜିରାଫର ବେକ ଏହାଠୁ ଅପେକ୍ଷାକୃତ ଭାବେ ବଡ଼ ଏବଂ ଗୋଡ଼ ମଧ୍ୟ ସାମାନ୍ୟ ବଡ଼ ଅଛି। ତାପରେ ଏମିତି ବଢ଼ି ବଢ଼ି ଲାଷ୍ଟକୁ ଯେଉଁ ଜିରାଫଟି ଇଭଲ୍ୟୁସନ୍ କ୍ରମେ ବାହାରିଲା, ତାର ବେକ ସବୁଠୁ ଲମ୍ବା ହେଲା ଏବଂ ଯାହାର ଗୋଡ଼ ମଧ୍ୟ ସବୁଠୁ ବଡ଼ ହେଲା, ଯାହାଦ୍ୱାରା କି ସେ ଗଛ ଉପରେ ଥିବା ଡାଳପତ୍ରକୁ ଅତି ଇଜିରେ ଖାଇପାରିଲା। ଏବେ ଦେଖନ୍ତୁ ଆଉ ଗୋଟେ ଏକ୍ଜାମ୍ପଲ୍ ଏଣ୍ଡୁଅର। ଏଣ୍ଡୁଅଠୁ ହିଁ ସାପ ଇଭଲ୍ୟୁସନ୍ କ୍ରମେ ସୃଷ୍ଟି ହେଇଛି। କାରଣ ଦେଖନ୍ତୁ କାରଣ ଆଗ କାଳରେ ଏଣ୍ଡୁଅ ଯେତେବେଳେ ରହୁଥିଲା, ସଦାବେଳେ ତା ଉପରେ ଶତ୍ରୁମାନେ ଆକ୍ରମଣ କରୁଥିଲେ। ତେଣୁ ନିଜକୁ ବଞ୍ଚି ରଖିବା ପାଇଁ ସେ ଗାତ ଭିତରେ ଲୁଚି ରହୁଥିଲା। କିନ୍ତୁ ଗାତ ଭିତରେ ରହିବାର ଗୋଟେ ଅସୁବିଧା ହେଉଛି ତାର ନିଜ ଗୋଡ଼କୁ ସେ ଗାତ ଭିତରେ ଯିବା ଆସିବା କଲାବେଳେ ନିଜ ଗୋଡ଼ ହିଁ ତା ପ୍ରତି ପ୍ରତିବନ୍ଧ ସାଜୁଥିଲା। ତେଣୁ କ୍ରମେ କ୍ରମେ ଇଭଲ୍ୟୁସନ୍ କ୍ରମେ ଏଣ୍ଡୁଅର ଗୋଡ଼ ଧୀରେ ଧୀରେ କମିବାରେ ଲାଗିଲା ଏବଂ ଶେଷକୁ ସାପ ଅବସ୍ଥାରେ ଯେଉଁ ଏଣ୍ଡୁଅ ବାହାରିଲା, ତାର ଗୋଡ଼ ପୁରା କମି ଯାଇଥିଲା। ବର୍ତ୍ତମାନ ଯେଉଁ ସବୁ ସାପ ଏଣ୍ଡୁଅଠୁ ଡେଭଲପ୍ କରିଛନ୍ତି, ତାଙ୍କର ଗୋଡ଼ ଆଉ ଜମା ନାହିଁ, ଯାହାଦ୍ୱାରା କି ସାପ ଗାତ ଭିତରେ ଆରାମସେ ଯିବା ଆସିବା କରିପାରିଲା। ଯାହା ଅସୁବିଧା ଏଣ୍ଡୁଅରେ ହେଉଥିଲା, ସେ ଅସୁବିଧା ସାପରେ ବର୍ତ୍ତମାନ ହେଉନଥିଲା। ତେଣୁ ଇଭଲ୍ୟୁସନ୍ କ୍ରମେ ଧୀରେ ଧୀରେ ଏଣ୍ଡୁଅର ଗୋଡ଼ ଯେଉଁ କମିଲା, ତା ଦ୍ୱାରା ସାପ ଗାତ ଭିତରେ ରହିବାର ସୁବିଧା ପାଇଲା। ବର୍ତ୍ତମାନ ଆମେ ପଢ଼ିବା ଦ ନ୍ୟାଚୁରାଲ୍ ଦ ସିଲେକ୍ସନ୍। ନ୍ୟାଚୁରାଲ୍ ମିନ୍ସ ଦ ନେଚର, ଆଉ ସିଲେକ୍ସନ୍ ମିନ୍ସ ସିଲେକ୍ସନ୍। ଦ ସିଲେକ୍ସନ୍ସ ବାଇ ନେଚର ଇଜ୍ କଲ୍ଡ ନ୍ୟାଚୁରାଲ୍ ସିଲେକ୍ସନ୍। ନ୍ୟାଚୁରାଲ୍ ସିଲେକ୍ସନ୍ର କେତେ ଗୁଡ଼ିଏ ଆସ୍ପେକ୍ଟ ହେଲା ଭ୍ୟାରିଏସନ୍। ଭ୍ୟାରିଏସନ୍ସ ମିନ୍ସ ଭିନ୍ନତା, ମାନେ ଗୋଟେ ଇଣ୍ଡିଭିଜୁଆଲଠୁ କେତେ ଅଲଗା। ଯେମିତି ଦେଖିପାରିବା ଆମେ ଡେଙ୍ଗା ଲୋକ, ଗେଡ଼ା ଲୋକ, ମୋଟା ଲୋକ, ପତଳା ଲୋକ, କାହାର ମୁଣ୍ଡର ବାଳ କଳା ହେଲେ କାହାର ମୁଣ୍ଡର ବାଳ ହେଉଛି ବ୍ରାଉନ୍ କଲର୍ ହେଇପାରେ କିମ୍ବା ଧଳା କଲର୍ ହେଇପାରିବ। ଆମେ ବର୍ତ୍ତମାନ ନ୍ୟାଚୁରାଲ୍ ସିଲେକ୍ସନ୍ର ଗୋଟେ ଏକ୍ଜାମ୍ପଲ୍ ନେବା। ଦେଖନ୍ତୁ ନ୍ୟାଚୁରାଲ୍ ସିଲେକ୍ସନ୍ ହେଲାବେଳେ, ବ୍ରିଟିଶରେ ପ୍ରି ଇଣ୍ଡଷ୍ଟ୍ରିଆଲ୍ ରିଭଲ୍ୟୁସନ୍ ହେବା ପୂର୍ବରୁ ମଥ୍ ଗୁଡ଼ାକ ସବୁ ଲାଇଟ୍ କଲର୍ ଥିଲେ ବା
ଟିକେ ଟିକେ ବ୍ଲାକ୍ କଲର୍ ଆଉ ଅଧିକାଂଶ ହ୍ୱାଇଟ୍ କଲର୍ ଥିଲେ ଏବଂ ସେମାନେ ହ୍ୱାଇଟ୍ କଲର୍ ଗଛ ଉପରେ ଯେତେବେଳେ ବସୁଥିଲେ ସେମାନେ ପ୍ରେଡେଟର୍ ବାର୍ଡ ବା ମାଂସାହାରୀ ପକ୍ଷୀଙ୍କ ଠାରୁ ରକ୍ଷା ପାଇଯାଉଥିଲେ। କିନ୍ତୁ ଯେତେବେଳେ ଇଣ୍ଡଷ୍ଟ୍ରିଆଲ୍ ରିଭଲ୍ୟୁସନ୍ ବ୍ରିଟେନରେ ଆରମ୍ଭ ହେଲା ସେତେବେଳେ ଇଂଲଣ୍ଡର ଏନଭାରମେଣ୍ଟଟା ପୁରା ପଲ୍ୟୁଟ୍ ହେଇଗଲା। ତା ଫଳରେ କୋଲ୍ ବା କୋଇଲା ଗୁଣ୍ଡ ଗଛ ଉପରେ ଲାଗିଗଲା। ତେଣୁ ଯେତେବେଳେ ଗଛ ଉପରେ କୋଇଲା ଗୁଣ୍ଡ ଲାଗିଗଲା ସେତେବେଳେ ଯେଉଁ ହ୍ୱାଇଟ୍ କଲର୍ ବା ଲାଇଟ୍ କଲର୍ର ମଥ୍ ବା ପୋକ ଯେତେବେଳେ ଗଛ ଉପରେ ବସିଲେ ତ ସେମାନେ ଇଜିଲି ପ୍ରେଡେଟରୀ ବାର୍ଡ ବା ମାଂସାହାରୀ ପକ୍ଷୀଙ୍କ ଦ୍ୱାରା ଧରା ପଡ଼ିଲେ। କିନ୍ତୁ ଯେଉଁ ନ୍ୟାଚୁରାଲ୍ ସିଲେକ୍ସନ୍ ଦ୍ୱାରା କିଛି ବାର୍ଡ ତାଙ୍କର ମ୍ୟୁଟେସନ୍ ଦ୍ୱାରା କିଛି ମଥ୍ ବ୍ଲାକ୍ କଲର୍ ହେଇପାରିଲେ। ଯାହାଫଳରେ ବ୍ଲାକ୍ କଲର୍ ମଥ୍ ଯେତେବେଳେ ବ୍ଲାକ୍ କଲର୍ର ଗଛ ଉପରେ ବସିଲା ସେତେବେଳେ ସେମାନେ ପ୍ରେଡେଟରୀ ବାର୍ଡଙ୍କ ଠାରୁ ରକ୍ଷା ପାଇପାରିଲେ। ସୋ ଧୀରେ ଧୀରେ ଲାଇଟ୍ କଲର୍ର ମଥ୍ଙ୍କ ସଂଖ୍ୟା କମିବାରେ ଲାଗିଲା ଏବଂ ବ୍ଲାକ୍ କଲର୍ର ମଥ୍ଙ୍କ ସଂଖ୍ୟା ବଢ଼ିବାରେ ଲାଗିଲା। ହ୍ୱାଇଟ୍ କଲର୍ର ମଥ୍ ଆଉ ରିପ୍ରଡ୍ୟୁସ୍ କରିପାରିଲେନି ଏବଂ ସେମାନେ ସମୟକ୍ରମେ ରିସେସିଭ୍ ହେଇଗଲେ ବା ବିଲୁପ୍ତପ୍ରାୟ ହେଇଗଲେ ଏବଂ ହ୍ୱାଇଟ୍ କଲର୍ର ମଥ୍ ଯେଉଁମାନେ ବଞ୍ଚି ପାରିଲେ ସେମାନେ ଧୀରେ ଧୀରେ ଅଧିକ ରିପ୍ରଡ୍ୟୁସ୍ କଲେ ଏବଂ ନିଜର ବଂଶବୃଦ୍ଧି କଲେ ଏବଂ ସେମାନେ ହିଁ ଡୋମିନାଣ୍ଟ ହେଇପାରିଲେ। ଆଉ ଗୋଟେ ଆମେ ଏକ୍ଜାମ୍ପଲ୍ ଦେଖିବା ବ୍ୟାକ୍ଟେରିଆର ଏକ୍ଜାମ୍ପଲ୍। ଆଉ ଗୋଟେ ଦେଖ ବ୍ୟାକ୍ଟେରିଆ ମାନଙ୍କୁ ମାରିବା ପାଇଁ ଆଣ୍ଟିବାୟୋଟିକ୍ ଡ୍ରଗ୍ସ ଦିଆଯାଏ। କିନ୍ତୁ କ୍ରମେ କ୍ରମେ ବ୍ୟାକ୍ଟେରିଆ ମାନେ ଆଣ୍ଟିବାୟୋଟିକ୍ସ ଡ୍ରଗ୍ ପ୍ରତି ରେଜିଷ୍ଟାନ୍ସ ଆଣ୍ଟିବାୟୋଟିକ୍ସ ମାନେ ଆଣ୍ଟି ମାନେ ଅପୋଜିଟ୍ ବାୟୋସ୍ ମାନେ ବାୟୋଟିକ୍ ମାନେ ବ୍ୟାକ୍ଟେରିଆ। ଯେଉଁ ଡ୍ରଗ୍ ବ୍ୟାକ୍ଟେରିଆ ମାନଙ୍କର ଗ୍ରୋଥକୁ ପ୍ରିଭେଣ୍ଟ କରେ ତାକୁ କହନ୍ତି ଆଣ୍ଟିବାୟୋଟିକ୍। ମନେକର ଏମାନେ ହେଉଛନ୍ତି ବ୍ୟାକ୍ଟେରିଆ ଯାହାର ଆଣ୍ଟିବାୟୋଟିକ୍ ଯେଉଁମାନେ କି ଆଣ୍ଟିବାୟୋଟିକ୍ ଡ୍ରଗ୍ସ ଦ୍ୱାରା ମରିପାରୁଛନ୍ତି ଏମାନେ ବ୍ୟାକ୍ଟେରିଆ। କିନ୍ତୁ ଆଣ୍ଟିବାୟୋଟିକ୍ସ ଡ୍ରଗ୍ ଦେବା ଦ୍ୱାରା କିଛି ଦିନ ପାଇଁ ବ୍ୟାକ୍ଟେରିଆ ମରିଗଲେ। କିନ୍ତୁ କିଛି ଦିନ ପରେ ଦେଖାଗଲା ଆଣ୍ଟିବାୟୋଟିକ୍ ଡ୍ରଗ୍ସ ଦ୍ୱାରା କିଛି ବ୍ୟାକ୍ଟେରିଆ ମଧ୍ୟ ମରୁନାହାନ୍ତି। ଯେତେବେଳେ ଏଇ ବ୍ୟାକ୍ଟେରିଆ ମାନେ ରିପ୍ରଡ୍ୟୁସ୍ କଲେ ତାଙ୍କ ଭିତରେ ଯେଉଁ ପ୍ରୋଜୋନି ବା ପିଲା ସୃଷ୍ଟି ହେଲା ତାଙ୍କ ଭିତରୁ କିଛି ବ୍ୟାକ୍ଟେରିଆ ଆଣ୍ଟିବାୟୋଟିକ୍କୁ ରେଜିଷ୍ଟିଭ୍ ହେଇଗଲେ ବା ଆଣ୍ଟିବାୟୋଟିକ୍ ତାଙ୍କ ଦ୍ୱାରା ତାଙ୍କୁ ମାରିବାରେ ସମର୍ଥ ହେଲାନି। କିନ୍ତୁ କିଛି ଜନ୍ମ ହେଲେ ଯେଉଁମାନେ କି ଆଣ୍ଟିବାୟୋଟିକ୍ ଦ୍ୱାରା ସେମାନେ ମରିପାରିଲେ। ତ ଏଇ ବ୍ୟାକ୍ଟେରିଆ ଯେଉଁମାନେ ସୃଷ୍ଟି ହେଲେ ସେମାନେ ସେମାନଙ୍କର ପ୍ରୋବାବିଲିଟି ହେଉଛି 1 ମିଲିୟନ୍।